सो जय जगन्नाथ सांगମାନେ आई होप आपण ମାନେ ଭଲରେ ଥିବେ। ମୁଁ ସୁରଜ ସ୍ୱାଗତ କରୁଛି ମୋର ଚ୍ୟାନେଲ SS ନ୍ୟୁଜ୍ ଓଡ଼ିଆ 7 କୁ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର 10ଟି ବଡ଼ ନ୍ୟୁଜ୍। ତ ତା ପୂର୍ବରୁ ମୋ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ କରନ୍ତୁ, ଫେସବୁକ୍ ଆଣ୍ଡ ଇନଷ୍ଟାଗ୍ରାମରେ ଯାଇ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଣ୍ଡ ସେୟାର କରନ୍ତୁ। ତ ଚାଲନ୍ତୁ ଦେଖିବା ଆଜିର ଟପ୍ 10 ନ୍ୟୁଜ୍। ବିଶ୍ୱର ଚତୁର୍ଥ ସର୍ବବୃହତ ଅର୍ଥନୀତିକ ହେଲା ଭାରତ। ବିଶ୍ୱର ଚତୁର୍ଥ ସର୍ବବୃହତ ଅର୍ଥନୀତିକ ମାନ୍ୟତା ପାଇଲା ଭାରତ। ନୀତି ଆୟୋଗର ସିଇଓ ବିଷ୍ଣୁ ଶାହା ଏହି ସୂଚନା ଦେଇ କହିଛନ୍ତି ଯେ ଭାରତ ବର୍ତ୍ତମାନ 4000 ଆରବ ଡଲାରର ଅର୍ଥନୀତିକ ପରିଣତ ହେଉଛି। ଏହି ତାଲିକାରେ ଭାରତ ଆମେରିକା, ଚୀନ ଓ ଜର୍ମାନ ପରେ ଚତୁର୍ଥ ସ୍ଥାନରେ ଅଧିକାର କରିଛି। ଜାପାନକୁ ପଛରେ ପକାଇ ଭାରତ ଏହି କୃତିତ୍ୱ ଅର୍ଜନ କରିଛି। ନୀତି ଆୟୋଗ 10ମ ଗଭର୍ଣ୍ଣର କାଉନସିଲ ବୈଠକ ଏହି ସୂଚନା ଦିଆଯାଇଛି। ନେତାମାନେ ଅନାବଶ୍ୟକ ମନ୍ତବ୍ୟ ଦେବାକୁ ଦୂରେଇ ରୁହନ୍ତୁ ବୋଲି ମୋଦି କହିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ନେତାମାନଙ୍କୁ ଅପରେସନ ସିନ୍ଦୁର ନେଇ ସାବଧାନ କରାଇଛନ୍ତି। ଅନିଶ୍ଚିତ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ସମ୍ବେଦନଶୀଳ ସେ କରିଛନ୍ତି। ନେତାମାନେ ଅନାବଶ୍ୟକ ମନ୍ତବ୍ୟ ଦେବାକୁ ଦୂରେଇ ରୁହନ୍ତୁ। ଶିବସେନା ନେତା ଏକନାଥ ସିନ୍ଦେ ଅପରେସନ ସିନ୍ଦୁରକୁ ଭାରତର ସେନାର ବୀରତ୍ୱ ବୋଲି ପ୍ରଶଂସା କରି ଏକ ପ୍ରସ୍ତାବ ଆଣିଥିଲେ, କିନ୍ତୁ ମଧ୍ୟପ୍ରଦେଶ ଓ ହରିୟାଣାର କେତେକ ଭାଜପା ନେତା ବିବାଦୀୟ ମନ୍ତବ୍ୟରେ ଦଳକୁ ଅସୁବିଧା ପକାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ବିରୋଧୀ ଦଳ ଏହି ମନ୍ତବ୍ୟଗୁଡ଼ିକର ସମର୍ଥନ ଭାବେ ଦେଖାଇଛନ୍ତି। ତାଜମହଲ ଉଡ଼ାଇ ଦେବାକୁ ଧମକ, 3 ଘଣ୍ଟା ଧରି ଅଭିଯାନ, ସନ୍ଦେହଜନକ କିଛି ମିଳିଲା ନାହିଁ। ଆଗ୍ରା ତାଜମହଲ ଆତଙ୍କବାଦୀ ଧମକ ମିଳିଥିବା ଖବରରେ ଆତଙ୍କ ସୃଷ୍ଟି ହୋଇଥିଲା। କେରଳରେ ପଠାଯାଇଥିବା ଏହି ଇମେଲର ଆସିଥିଲା ଯେ ଆଗାମୀ କିଛି ଦିନ ତାଜମହଲକୁ RDX IED ବିସ୍ଫୋରକ ସାହାଯ୍ୟରେ ଉଡ଼ାଇ ଦିଆଯିବ। ଏହି ଧମକ ପରେ ତାଜମହଲରେ ବୋମା ନିଷ୍କ୍ରିୟକାରୀ ଦଳ CISF ଓ ସ୍ଥାନୀୟ ପୋଲିସ 3 ଘଣ୍ଟା ଧରି ସର୍ଚ୍ଚ ଅଭିଯାନ ଚଳାଇଥିଲା। ତଥାପି କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିଲା ନାହିଁ। ପର୍ଯ୍ୟଟକଙ୍କ ମଧ୍ୟ ଆତଙ୍କ ନ ହେଉ ସେଥିପାଇଁ ଯାଞ୍ଚ ବେଳେ ସତର୍କ ହୋଇ କାର୍ଯ୍ୟ ହେଉଥିଲା। ଆଗ୍ରା ସାଇବର ସେଲ୍ ଏବଂ କେରଳ ପୋଲିସ ଏହି ମେଲ୍ ପ୍ରସଙ୍ଗରେ ତଦନ୍ତ ଜାରି ରଖିଛନ୍ତି। ଏଥର ହିଣ୍ଡନ ଏୟାରବେସ୍ରେ ପାଳନ ହେବ ବାୟୁସେନା ଦିବସ। ଅକ୍ଟୋବର 8ରେ ଭାରତୀୟ ବାୟୁସେନା ଦିବସ ପାଳନ ହେବ। ନୂଆଦିଲ୍ଲୀରେ ଅବସ୍ଥିତ ହିଣ୍ଡନ ବିମାନ ଘାଟିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଚଳିତ ବର୍ଷ ଅପରେସନ ସିନ୍ଦୁରର ସଫଳତାକୁ କେନ୍ଦ୍ରରେ ବିଶେଷ ପ୍ରଦର୍ଶନ ଆୟୋଜିତ ହେବ। ବାୟୁସେନା ପକ୍ଷରେ ଏହି ବିଜ୍ଞପ୍ତିତ କୁହାଯାଇଛି, ଏହି କାର୍ଯ୍ୟକ୍ରମରେ ଆମର ସାହସିକ ଅଭିଯାନ ଓ କ୍ଷମତାକୁ ପ୍ରଦର୍ଶନ କରାଯିବ। ଗତ ଫେବୃଆରୀ 26ରେ ପାକିସ୍ତାନରେ ବାଲାକୋଟ ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା କରିଥିବା ଆକ୍ରମଣ ଏହାର ମୁଖ୍ୟ ଆକର୍ଷଣ ହେବ। ଗତ ବର୍ଷ ମଧ୍ୟ ଏହି ସ୍ଥାନରେ ବାୟୁସେନା ଦିବସ ପାଳନ କରାଯାଇଥିଲା। ପୁରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରେସନ ସିନ୍ଦୁରର ସଫଳତାକୁ ଦେଶବାସୀଙ୍କ ସାହସ ଓ ସଂକଳ୍ପର ପ୍ରତୀକ ବୋଲି କହିଛନ୍ତି। ସେ କହିଛନ୍ତି, ଏହା କେବଳ ସାମରିକ ଅଭିଯାନ ନୁହେଁ, ବରଂ ବଦଳୁଥିବା ଭାରତର ପ୍ରତିଛବି। ସେନାର ସଫଳତାକୁ ଅଭିନନ୍ଦନ ଜଣାଇ ଦେଶବ୍ୟାପୀ ଲୋକ ତିରଙ୍ଗା ଧରି ରାସ୍ତାରେ ଉତ୍ତେଜିତ ଭାବେ ପ୍ରଦର୍ଶନ କରିଛନ୍ତି। ଚଣ୍ଡିଗଡ଼ ସହିତ ଅନେକ ସହରରେ ଯୁବକମାନେ ସ୍ୱେଚ୍ଛାସେବୀ ଭାବେ ନାଗରିକ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି। ଏହି ସଙ୍କଟ ସମୟରେ ଦେଶବାସୀଙ୍କ ଏକତା ଓ ପ୍ରଦେଶ ପ୍ରେମକୁ ମୋଦିଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆତଙ୍କବାଦ ବିରୋଧରେ ଭାରତର ସଂକଳ୍ପ ଅଟଳ। ଆମେ ଏକାଠି ହୋଇ ଏମାନଙ୍କୁ ମୁକାବିଲା କରିବା। NDA ମୁଖ୍ୟମନ୍ତ୍ରୀ କନକ୍ଲେଭ ଶେଷ। ପାରିତ ହେଲା ଜାତି ଜନଗଣନା ପ୍ରସ୍ତାବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ ଅନୁଷ୍ଠିତ ଏନ୍ଡିଏ ମୁଖ୍ୟ କନକ୍ଲେଭ ଶେଷ ହୋଇଛି। ଏହି କନକ୍ଲେଭରେ ଭାଗ ନେଇଛନ୍ତି 20 ମୁଖ୍ୟମନ୍ତ୍ରୀ ଓ 18 ଉପମୁଖ୍ୟମନ୍ତ୍ରୀ। ରବିବାର ଏହି ମୁଖ୍ୟ କନକ୍ଲେଭ 2ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ନେତୃତ୍ୱରେ ଅପରେସନ ସିନ୍ଦୁର ନେଇ ପ୍ରଥମ ପ୍ରସ୍ତାବ ପାରିତ ହୋଇଥିଲା। ଏଥିରେ ଅପରେସନ ସିନ୍ଦୁରର ସେନାବାହିନୀ ବୀରତ୍ୱକୁ ପ୍ରଶଂସା କରାଯାଇଥିଲା। ଏହାପରେ ପ୍ରସ୍ତାବ ସମ୍ବନ୍ଧିତ କ୍ରମ ପାରିତ କରାଗଲା ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ଅନ୍ୟପକ୍ଷରେ ଜାତି ଜନଗଣନା ନେଇ ଦ୍ୱିତୀୟ ପ୍ରସ୍ତାବ ପାରିତ ହୋଇଛି। ଜାତିଭିତ୍ତିକୁ ରାଜନୀତି ନୁହେଁ, କେବଳ ଉନ୍ନତି ଚାପ ନେଇ ସହମତି ପ୍ରକାଶ କରିଛନ୍ତି। ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ଅଣ୍ଡରଗ୍ରାଉଣ୍ଡ କରିବାକୁ ନିଷ୍ପତ୍ତି। ରାଜ୍ୟ ସରକାର ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ଅଣ୍ଡରଗ୍ରାଉଣ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି ଯେ କଲିକତା ମେଟ୍ରୋ ପରି ଭୁବନେଶ୍ୱରରେ ମାଟି ତଳେ ମେଟ୍ରୋ ଚାଲିବ। ପ୍ରଥମ କାର୍ଯ୍ୟାଳୟ ଏୟାରପୋର୍ଟଠାରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ 26 କିଲୋମିଟର ମାର୍ଗରେ ମେଟ୍ରୋ ଚାଲିବ, ଯାହାର ମୋଟ ଖର୍ଚ୍ଚ 6,255 କୋଟି ଟଙ୍କା ହେବ। ଏଥିରେ 22ଟି ଷ୍ଟେସନ ରହିବ, ଯେଉଁଥିରେ ରାଜମହଲ, ଜୟଦେବ ବିହାର ଓ କ୍ୟାପିଟାଲ ହସ୍ପିଟାଲ ପ୍ରମୁଖ ମୁଖ୍ୟ ରହିବ। ଜନସଂଖ୍ୟା ବୃଦ୍ଧି ସହ ଯାନବାହନ ବୃଦ୍ଧି ଦେଖି ଏହି ନିଷ୍ପତ୍ତି ନିଆଯାଇଛି। ପ୍ରକଳ୍ପ 2027 ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ରଥଯାତ୍ରା ପୂର୍ବରୁ ସମାପ୍ତ ହେବ ରତ୍ନଭଣ୍ଡାର ମରାମତି। ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ରଥଯାତ୍ରାର ନୀଳାଦ୍ରି ବିଜେ ମଧ୍ୟ ସମାପ୍ତ ହେବା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଜଣାଇଛନ୍ତି। ଠାକୁରଙ୍କ ଚାପ ଖେଳ ପାଇଁ ବର୍ତ୍ତମାନ ମରାମତି କାର୍ଯ୍ୟ ବନ୍ଦ ରହିଛି। ଏହା ଠାକୁରଙ୍କ ରଥ ଆସିବା ପରେ ପୁନର୍ବାର ଆରମ୍ଭ ହେବ। ଏହି ସମୟରେ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। 3 ରଥର 36ଟି ଚକ, 14ଟି ନାହାକ ଓ ଅନ୍ୟାନ୍ୟ ଅଂଶର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ବୌଦ୍ଧ ବନଖଣ୍ଡରୁ 70 ଖଣ୍ଡ ଆସନ କାଠ ମଧ୍ୟ ପୁରୀ ପଠାଯାଇଛି। ରଥଯାତ୍ରା ପୂର୍ବରୁ ସମସ୍ତ ପ୍ରସ୍ତୁତି ସମୟାନୁସାରେ ସମାପ୍ତ ହେବ ବୋଲି ଆଶା କରାଯାଇଛି। 5:30 ପୂର୍ବରୁ ଅଫିସ ଛାଡ଼ିବା ମନା, ଜାରି ହେଲା ନିର୍ଦ୍ଦେଶନାମା। ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ କଡ଼ା କାମ ସମୟ ନିୟମ ଜାରି କରିଛି। ନୂତନ ନିର୍ଦ୍ଦେଶନାମା ଅନୁସାରେ କର୍ମଚାରୀମାନେ ସକାଳ 10ଟାରେ ଅଫିସରେ ଉପସ୍ଥିତ ହେବେ, ସନ୍ଧ୍ୟା 5:30 ପର୍ଯ୍ୟନ୍ତ ରହିବା ହେବ। 5:30 ପୂର୍ବରୁ ଅଫିସ ଛାଡ଼ିବା ମନା କରାଯାଇଛି। ବାୟୋମେଟ୍ରିକ ଉପସ୍ଥିତି ବାଧ୍ୟତାମୂଳକ ହେବ ଏବଂ ପଞ୍ଚ ଆଉଟ ନହେଲେ ଆବସେଣ୍ଟ ଗଣାଯିବ। ଏହି ସହିତ ଅଧିକାରୀ ଓ ନେତାମାନେ ନିଜ ଇଚ୍ଛାରେ ଗାଡ଼ିରେ ନାଲି କିମ୍ବା ନୀଳ ବତି ବ୍ୟବହାର କରିପାରିବେ ନାହିଁ। ପରିବହନ ବିଭାଗ ଦ୍ୱାରା ଅନୁମୋଦିତ ଷ୍ଟିକର ନଥିଲେ ଏହି ବ୍ୟବହାର ଉଲ୍ଲଂଘନକୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ପରିବହନ ସଚିବ ଉଷା ପାଢ଼ୀ ଏହି ସମ୍ପର୍କରେ ସମ୍ବେଦନ ବିଭାସିତ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ 7 ଦିନ ଧରି ହେବ ବର୍ଷା। ଓଡ଼ିଶାରେ ବିଗତ କିଛି ଦିନ ଧରି କାଳବୈଶାଖୀ ଓ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ କହିଛି ଯେ ଆଗାମୀ 7 ଦିନ ଧରି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଅଧିକାଂଶ ସ୍ଥାନରେ ଝଡ଼ ପବନ ସହିତ ମୋଟାମୋଟି ବର୍ଷା ହୋଇପାରେ। ପାଣିପାଗ ବିଜ୍ଞାନ ମନୋରଞ୍ଜନ ମହାନ୍ତି କହିଛନ୍ତି, କେରଳରେ ମୌସୁମୀ ଆରମ୍ଭ ହୋଇସାରିଛି, କିନ୍ତୁ ଓଡ଼ିଶାରେ ଆସିବାର ଆଉ ସମୟ ଲାଗିବ। ଉତ୍ତର ପୂର୍ବ ରାଜ୍ୟମାନଙ୍କ ପରେ ଏଠାରେ ମୌସୁମୀ ପ୍ରବେଶ କରିବ। ଏହି ସମୟରେ ରାଜ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି, କିନ୍ତୁ ଏହା ବାତ୍ୟାର ପରିଣତି ହେବ ନାହିଁ। ଅନ୍ୟାନ୍ୟ ରାଜ୍ୟ ଯେପରି ଦିଲ୍ଲୀ, କେରଳ, ମହାରାଷ୍ଟ୍ର, ଛତିଶଗଡ଼ ମଧ୍ୟ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ କେତେକ ସ୍ଥାନରେ ଯାତାୟାତ ଓ ବିମାନ ସେବା ପ୍ରଭାବିତ ହୋଇଛି।